ଶ୍ରାବଣ ମାସ ମହାଦେବଙ୍କର ଏତେ ପ୍ରିୟ କାହିଁକି? ଜାଣନ୍ତୁ ଏହି ମାସର ମହତ୍ତ୍ୱ ଏବଂ ପୂଜାବିଧି। ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଏହା ବର୍ଷର ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ। ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଅତ୍ୟନ୍ତ ଭକ୍ତିଭାବରେ ପୂଜା କରାଯାଇଥାଏ। ଏଥର ଶ୍ରାବଣ ମାସ ଦୁଇଟି ବିରଳ ସମନ୍ୱୟରେ ପରିପୂର୍ଣ୍ଣ। ସର୍ବପ୍ରଥମେ ଏଥର ଶ୍ରାବଣ ମାସର ଆରମ୍ଭ ସୋମବାର ପବିତ୍ର ଦିନରୁ ଆରମ୍ଭ ହେଉଛି। ଦ୍ୱିତୀୟ, ଏଥର ଶ୍ରାବଣ ମାସରେ ସମୁଦାୟ 5ଟି ସୋମବାର ରହିଛି। ତେବେ ଆଜି ଆମେ ଆପଣଙ୍କୁ ଶ୍ରାବଣ ମାସ ସହ ଜଡ଼ିତ ସମସ୍ତ ସୂଚନା ବିଷୟରେ ଜଣାଇବୁ। ଶ୍ରାବଣ ମାସରେ ଅଧିକାଂଶ ଭକ୍ତ ସୋମବାର ଉପବାସ ପାଳନ କରନ୍ତି ଏବଂ ଶୁଦ୍ଧ ହୃଦୟରେ ଭଗବାନ ଶିବଙ୍କୁ ପୂଜା କରନ୍ତି। ଅବିବାହିତା ଝିଅମାନେ ଶ୍ରାବଣର ପ୍ରତ୍ୟେକ ମଙ୍ଗଳବାର ଦିନ ମଙ୍ଗଳ ଗୌରୀ ଉପବାସ ପାଳନ କରନ୍ତି। ଯେଉଁମାନେ ମନଲାଖି ବର ପାଇବା ପାଇଁ ଓ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଉପବାସ ପାଳନ କରନ୍ତି। ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ମଧ୍ୟ ଅତ୍ୟନ୍ତ ପ୍ରସିଦ୍ଧ, ଯେଉଁଥିରେ ଭକ୍ତମାନେ ନଦୀ ତଥା ଜଳାଶୟରୁ ପାଣି ଭାର ନେଇ ମହାଦେବଙ୍କ ଜଳାଭିଷେକ କରିଥାନ୍ତି। ଭଗବାନ ଭୋଲେନାଥଙ୍କ ଆଶୀର୍ବାଦ ପାଇବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରାବଣ ମାସ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ। ଶ୍ରାବଣ ମାସ ପୂଜାବିଧି। ଭକ୍ତମାନେ ସକାଳୁ ଉଠି ପୂଜା ଆରମ୍ଭ କରିବା ପୂର୍ବରୁ ସ୍ନାନ କରନ୍ତୁ, ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମୂର୍ତ୍ତି ରଖନ୍ତୁ, ଦୀପ ଜାଳନ୍ତୁ ଏବଂ ପ୍ରାର୍ଥନା କରନ୍ତୁ। ଶିବ ଚାଳିସା, ଶିବ ତାଣ୍ଡବ ସ୍ତୋତ୍ର ଏବଂ ଶ୍ରାବଣ ମାସର କଥା ପଢ଼ନ୍ତୁ। ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗ ଉପରେ ପଞ୍ଚାମୃତ, କ୍ଷୀର, ଦହି, ଚିନି, ମହୁ ଏବଂ ଘିଅ ଅର୍ପଣ କରନ୍ତୁ। ଶିବଲିଙ୍ଗରେ ଜଳ ଢାଳନ୍ତୁ ଏବଂ ଫୁଲ ଏବଂ ବେଲପତ୍ର ସଜାନ୍ତୁ। ଭଗବାନ ଶିବଙ୍କର ବେଲପତ୍ର ଅତ୍ୟନ୍ତ ପ୍ରିୟ। ଭଗବାନ ଶିବଙ୍କୁ ମିଠା ଭୋଗ ଅର୍ପଣ କରନ୍ତୁ। ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ, ତେଣୁ ଏହି ମାସର ସୋମବାର ଦିନ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସ ମହାଦେବଙ୍କର ଏତେ ପ୍ରିୟ କାହିଁକି? ପୌରାଣିକ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ମାତା ପାର୍ବତୀ ସୋମବାର ଦିନ ପ୍ରଭୁ ଶିବଶଙ୍କରଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଉପବାସ କରିଥିଲେ ଏବଂ ଏହି ମାସରେ କଠୋର ତପସ୍ୟା ମଧ୍ୟ କରିଥିଲେ। ଏହି ତପସ୍ୟା ହେତୁ ଭଗବାନ ଶିବ ମାତା ପାର୍ବତୀଙ୍କୁ ତାଙ୍କର ଅର୍ଦ୍ଧାଙ୍ଗିନୀ ଭାବରେ ଗ୍ରହଣ କରିଥିଲେ। ଏହି କାରଣରୁ ଭଗବାନ ଶିବଙ୍କ ପାଇଁ ଏହି ମାସ ଅତ୍ୟନ୍ତ ପ୍ରିୟ ଅଟେ। ଆପଣ ଭିଡ଼ିଓ ମାଧ୍ୟମରେ ଜାଣିଲେ ଶ୍ରାବଣ ମାସ ମହାଦେବଙ୍କର ଏତେ ପ୍ରିୟ କାହିଁକି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ପ୍ରେସ୍ କରିନିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ